ଦେଖନ୍ତୁ ଏ ପତ୍ର ଦେଖେଇବାର କାରଣ ହେଉଛି ୟାକୁ କୁହନ୍ତି ପାଞ୍ଚୁଳି ପତ୍ର। ଦର୍ଜ ଥିବ ଯେଉଁଠି ଦର୍ଜ ଗୁଡ଼ା ଏତେ ଦର୍ଜ ଥିବ, ଏଇ ପାଞ୍ଚୁଳି ପତ୍ରକୁ ଛେଚିକିରି ଦେଖନ୍ତୁ ପାଞ୍ଚଟା, 1 ଏଠି 2 3 ଏଠି 4 ଇଏ ଗୋଟେ ଏଠି 5, ଇଏ ହେଲା 5ଟା ପତ୍ର। ପାଞ୍ଚୁଳି ପତ୍ର କୁହନ୍ତି। ଏଇଠି ହେଉଛି ପାଞ୍ଚୁଳି ପତ୍ର। କୂଳ ଗଣ୍ଠି ଫଣ୍ଠି ଯାହାର ଦର୍ଜ ହୋଇଥାଏ ତାକୁ ଛେଚିକିରି ତା ଦେହରେ ଲଗେଇଦେଲେ ଦର୍ଜ ସବୁ କଟିଯାଏ। ଏ ଦୁର୍ଲଭ ଗଛ, ୟାକୁ ପାଞ୍ଚୁଳି ପତ୍ର କହନ୍ତି। ଦେଖନ୍ତୁ ପାଞ୍ଚଟା ପତ୍ର। ଦେଖନ୍ତୁ ପ୍ରତ୍ୟେକ ଡଙ୍କରେ ଏଇଠି ଆଉ ଗୋଟେ ଡଙ୍କ ଦେଖେଇଲି, ଏ ଡଙ୍କଟା ଦେଖନ୍ତୁ ଛୋଟ, ଏଠି କଅଁଳିଆ। ଦେଖନ୍ତୁ ୟା ଦେହରେ ବି 5ଟା ପତ୍ର ଅଛି। ଦେଖନ୍ତୁ ଏଇଠି ବଢ଼ିଆ ଦେଖାଉଛି। ମୁଁ ପୁଣି ଦେଖନ୍ତୁ 5ଟା, ଏଠି 1 2 3 ଇଏ 2 5। ଏଠି ଆଉ ଗୋଟେ ଦେଖାଉଛି, ଆଉ ଗୋଟେ ଡଙ୍କ ଏଇଠି ଦେଖନ୍ତୁ। ଏଠି ଇଏ ବି ଦେଖନ୍ତୁ 1 2 3 4 5। ପ୍ରତ୍ୟେକ ଡଙ୍କରେ 5ଟି ଲେଖାଏଁ ପତ୍ର ଦେଖନ୍ତୁ। ନୂଆ ହେଇଛି ଗଛ, ଏଇ ବର୍ଷା ଦିନେ ଏ ଗଛ ଏଇଠି ବଣ ଜଙ୍ଗଲରେ ଥାଏ। ଏଇଠି ଗୋଟେ ଏଇଠି ଆଉ ଗୋଟେ ପତ୍ର ଦେଖାଉଛି, ଇଏ ଅନାବନା ପତ୍ର ଅଛି, ଆ ଭିତରେ ଗଛ ଅଛି। ଇଏ ବି ଏଇଠି 5ଟା ପତ୍ର। ୟାକୁ କୁହନ୍ତି ପାଞ୍ଚୁଳି ପତ୍ର କୁହନ୍ତି, ୟାକୁ ପାଞ୍ଚୁଳି ଗଛ କୁହନ୍ତି। ମୁଁ ଜାଣିନଥିଲି, ଥରେ ମୋର ସେମିତି ଗୋଡ଼ ଦର୍ଜ ହେଇଥିଲା। ଆମର ଜଣେ ଭାଇ କହିଲେ ଯେ ଏଇ ପତ୍ର ନେଇ ଛେଚିକିରି ଲଗେଇଲେ ଦର୍ଜ କଟିଯିବ। ଏ ଦେଖନ୍ତୁ ପାଞ୍ଚୁଳି ପତ୍ର 5ଟା। ଏଇ ପତ୍ର ନେଇ ମୁଁ ଲଗେଇଲା ଖୁଣୁ ଦର୍ଜ କଟିଗଲା। ସୁନ୍ଦର ସୁନ୍ଦର ଔଷଧୀୟ ଗଛ ସବୁ ଅଛି। ଦେଖନ୍ତୁ ୟାକୁ ପାଞ୍ଚୁଳି ପତ୍ର କୁହନ୍ତି। ଦେଖନ୍ତୁ ଏଇଟା ଗଛଟାକୁ ମୁଁ ଦେଖାଉଛି, ଏଇଠି ଏ ଗଛ, ୟା ଭିତରେ ମଧ୍ୟ ଅଲଗା ଗଛ ଅଛି, କିନ୍ତୁ ଏଇ ଗଛଟା ଦେଖନ୍ତୁ ଏଇଠି 5ଟା ପତ୍ର। ଏଇଆକୁ କୁହନ୍ତି ପାଞ୍ଚୁଳି ଗଛ, ପାଞ୍ଚୁଳି ପତ୍ର। ଏଇଠି ଔଷଧୀୟ ଗୁଣ ଅଛି। ଆଉ ଯାହା ବାଡ଼ିମାନଙ୍କରେ ଅଛି ଦେଖନ୍ତୁ, ତାକୁ ଯଦି ଦର୍ଜ ହେଉଥିବ ତାହେଲେ ଏଇ ପତ୍ର ଲଗେଇକିରି ଆପଣ ଛେଚିକିରି ଲଗେଇଦେବେ, ସେ ଜାଗାରେ ଦର୍ଜ କଟିଯିବ। ରଖୁଛି।